ଭଲ ପାଇବା ବୋଧେ ଭଲ ପାଏ ନିରବତା, କିନ୍ତୁ ସେ ନିରବତାର ମାନେ କିଛି ଥାଏ କି? ସେ ପାଖରେ ଥିଲେ ଜନ୍ମ ତାରା ପାରିଜାତ କିଛି ଲୋଡ଼ା ନାହିଁ ବାକି ଜୀବନରେ। ସେ ପାଖରେ ନଥିଲେ 100 ବି ଲାଗେ ମୋତେ ମୁଁ ଏଇ ଠିଆ ହେଇଛି କି ନର୍କର ଦ୍ୱାରେ। ଯେବେ ଯେବେ ଜରୁରୀ ଲୋଡ଼ା ପଡ଼ିଛି ପାଖରେ ଉପସ୍ଥିତି ମୋର, ମୁଁ ଛାଇ ପରି ଠିଆ ହେଇଛି କି ପଛରେ ତାର। ଗୋଟିଏ ସମ୍ପର୍କ କିନ୍ତୁ ଦୁଇଟି ଭିନ୍ନ ଭିନ୍ନ ଚିତ୍ର। ଆସନ୍ତୁ ଦେଖିବା ଦୁଇଟି କବିତା ଆଉ ଗୋଟିଏ ଛୋଟ ଗଳ୍ପ ମାଧ୍ୟମରେ। ନମସ୍କାର, ମୁଁ ଶିବଚରଣ। ଆପଣମାନେ ଦେଖୁଛନ୍ତି ହୃଦୟର କଥା ଅଫିସିଆଲ। କହନ୍ତି ମାଟିରୁ ଆକାଶ, ଆକାଶରୁ ଅନ୍ତରିକ୍ଷ ଯାଏ ପରିବ୍ୟାପ୍ତ ଯାର ସ୍ନେହ ମମତାର ଡର, ସେ ହେଉଛି ମା। ମା ଆମକୁ ଜନ୍ମ ଦିଏ, ଲାଳନ ପାଳନ କରେ, କେତେ ଯତ୍ନରେ ବଡ଼ କରେ, ଆଉ ବଡ଼ ହେଲା ପରେ ଏ ସମାଜରେ ଆମକୁ ମଣିଷ କରାଏ। ସେଥିପାଇଁ ତ କୁହାଯାଏ ଦୁନିଆରେ ସବୁଠାରୁ ବଡ଼ ଯୋଦ୍ଧା ହେଉଛି ମା। ବେଳେବେଳେ ଜୀବନ ଜୀବିକା ଅନ୍ୱେଷଣରେ ଆମେ ଦୂରେଇ ଯାଆନ୍ତି ସେ ମା ପାଖରୁ, କିନ୍ତୁ ହୃଦୟରୁ ଦୂରେଇ ପାରନ୍ତି କ'ଣ ସେ ମାର ଅନୁପସ୍ଥିତିର ଶୂନ୍ୟତା। ଏ କଥାକୁ ଯୁବକବି ସୂର୍ଯ୍ୟସ୍ନାଥ ତ୍ରିପାଠୀ କ'ଣ କହନ୍ତି, ଆସନ୍ତୁ ଜାଣିବା ତାଙ୍କର ଦୁଇ ଗୋଟି ଛୋଟ କବିତା ମାଧ୍ୟମରେ। ଫେରି ଚାହେଁ ଅନେକ ଥର, ଫେରି ଚାହେଁ ଅନେକ ଥର, କାହା ଡାକ ଶୁଭିଲା ବୋଲି ମନକୁ ବୁଝାଏ। କେବଳ ଧୂଆଁର ସହର ଲମ୍ବି ଥାଏ ସବୁଥର, ଓ ବଉର ଚୁଡ଼ି ଝଣଝଣ କରୁଥାଏ ଅଦେଖାରେ। ଗାଧୁଆ ବେଳ ଗଡ଼ି ଯାଉଛି, ଉଠେ ବାବୁ, ଥଣ୍ଡା ହେଉଛି ଭାତ ତିଅଣ, ଦୌଡ଼ିଆ ନେ ଅଟା ଚକଟା ନେ ନିଶ କର, ବାପା ଆସୁଥିବେ ସୁନା ପିଲା ହେଇଯାଏ ସପ୍ତସ୍ତୁତ। ଫେରି ଚାହେଁ ମୁଁ ସବୁଥର, ଧୂଆଁରେ ବୋଉ ମୁହଁ ଦିଶେ। ବୋଉ ଗଢ଼ୁଥାଏ ସଂସାର, ବୋଉ ଗଢ଼ୁଥାଏ ସଂସାର, ମୁଁ ଭାଙ୍ଗୁଥାଏ ବାଲିଘର। ହସରେ ଲୁହରେ ଝୁଣ୍ଟି ପଡ଼ୁଥାଏ ହଳେ ପାଦ। ଦ୍ୱିତୀୟ କବିତା। କୋଉଠି ଲେଖିପାରିଲି ସେ ସବୁ କଥା ଯାହା ଲେଖିବାର ଥିଲା। କୋଉଠି ଲେଖିପାରିଲି ସେ ସବୁ କଥା ଯାହା ଲେଖିବାର ଥିଲା। ଶହ ଶହ କବିତାରେ କୋଉଠି ଡାକିପାରିଲି ବୋଉ ବୋଲି। କବାଟ ବାରେଇ ପାରିଲି କୋଉଠି। ସପ୍ତର ଛୁରୀ ପଡ଼ିଛି, ମୁଁ ଚାଲି ଯାଉଛି ଖାଲି ପାଦରେ। ଘର ରହିଲାଣି ବହୁତ ପଛରେ ଏବେ। ବୋଉ ବୋଉ ତୁ କୋଉଠି ଡାକୁଛୁ? ଆସନ୍ତୁ ଦେଖିବା ଏବେ ଦ୍ୱିତୀୟ ଚିତ୍ର। ମା ଫୋନ୍ କରିଥିଲେ, ଆମେ ସମସ୍ତେ କେମିତି ଅଛୁ ବୁଝି ସାରି କହିଲେ, ଏସର ଗାଁରେ ଭଲ ବର୍ଷା ହେଇନି, ଉପର ମୁଣ୍ଡ କିଆରି ସବୁ ପଡ଼ିଆ ରହିବ। ଟୁନା ଦାଦାଙ୍କୁ କହି ଘର ବାରି ସବୁ ସଜାଡ଼ି ଦେଇଛି। ବାପା ଆଉ ଆଗ ଭଳି ବିଲ କାମ ପାରୁନାହାନ୍ତି। ଆଉ ଏଇ କିଛି ଦିନ ହେବ ଏ ରଇଜଳ ଆଖି ଦିଟାକୁ ଭଲରେ ଦିଶୁନି। ତୁ କେବେ ଆସିବୁ କହିଲୁ? ଶ୍ୟାମ ମାଷ୍ଟର କହୁଥିଲା ଡାକ୍ତରକୁ ଦେଖେଇ ଅପରେସନ୍ କରି ଚଷମା ପିନ୍ଧିଦେଲେ କାଳେ ଆଖି ଦୁଇଟା ଭଲ ହେଇଯିବ। ତୁ କେବେ ଆସିବୁ? ମୁଁ କହିଲି, ଏବେ ଛୁଟି ନାହିଁ ମା, ଦଶହରାକୁ ଦେଖୁଛି ଯଦି ସମୟ ହୁଏ ଯିବି। ତୁ ଏଇଠି ପଳେଇ ଆସିଲେ ଭଲ ହୁଅନ୍ତା, କିନ୍ତୁ ଆଗକୁ ବୋବୁର ଏକ୍ଜାମ୍ ଅଛି। ତୁ ଆସିଲେ ସେ ଆଦৌ ପାଠ ପଢ଼ିବନି। ତାପରେ ଏଠି ଘର ଭଡ଼ା, ଗାଡ଼ି EMI, ତୁ ତ ଜାଣିଛୁ ମା, ଅଳ୍ପ ଦରମାରେ ସହରରେ ଚଳିବା କେତେ କଷ୍ଟ। ମା କିଛି ସମୟ ପାଇଁ ଚୁପ୍ ରହିଲେ, ତାପରେ କହିଲା, ହଉ ଠିକ୍ ଅଛି, ଏ ସନ୍ଧ୍ୟା ହେଲେ ଟିକେ ଦେଖାଯାଉନି, ସେଇଥିପାଇଁ କହୁଥିଲି ତୁ ସମୟ ହେଲେ ଆସିବୁ, ଆମେ ଡାକ୍ତରକୁ ଦେଖେଇଦେବା। ବୋଧହୁଏ ମା ଆଉ କିଛି କହିବା ପାଇଁ ଚାହୁଁଥିଲେ, ଯାହା ମୁଁ ଶୁଣିପାରିନଥିଲି। ମୁଁ କହିଲି, ଠିକ୍ ଅଛି ମା, ମୁଁ ଏବେ ରଖୁଛି, ଯଦି କିଛି ଅସୁବିଧା ହୁଏ ତୁ ମୋତେ ଫୋନ୍ କରିବୁ। ମା କହିଲେ, ହଉ ଠିକ୍ ଅଛି। ସେ କେମିତି କେଜାଣି ନୀରବି ଯାଇଥିଲେ। ମୁଁ ଫୋନ୍ କାଟିଲି। ସନ୍ଧ୍ୟାରେ ବୋବୁ ଆଉ ରୋନିକୁ ନେଇ ବିଗ୍ ବଜାର ଗ୍ରାଣ୍ଡ ଅଫରକୁ କିଛି ସପିଂ କରିବାର ଥିଲା। ଆମେ ସମସ୍ତେ ସାଙ୍ଗ ହୋଇଗଲୁ। ସେଠି ଡ୍ରେସ୍, କସ୍ମେଟିକ୍ ଆଇଟମ୍, ଡେକୋରେସନ୍ ଆଇଟମ୍ ଏବଂ ବୋଉ ପାଇଁ ଅନେକ କିଛି ଟୟ କିଣିଲୁ। ଟୟ ସେକ୍ସନରୁ ଟୟ ବାଛୁ ବାଛୁ ବୋବୁ ଗୋଟେ ୟେଲୋ କଲର୍ର ଚଷମା ପିନ୍ଧି ଦେଇ କହିଲା,
ବାବା ବାବା ଦେଖିଲ କେମିତି ସବୁକିଛି ୟେଲୋ ଦେଖାଯାଉଛି। ମୁଁ ହସି ହସି କହିଲି, ତୁମେ ୟେଲୋ କଲର୍ ଚଷମା ପିନ୍ଧିଛ ନା, ସେଥିପାଇଁ ତୁମକୁ ସବୁକିଛି ୟେଲୋ ଦେଖାଯାଉଛି। ଆମେ ଯେଉଁ କଲର୍ ଚଷମା ପିନ୍ଧିବା ଆମକୁ ଏ ଦୁନିଆ ଠିକ୍ ସେମିତି ଦେଖାଯିବ। ତୁମେ ଗୋଟେ ଚଷମା କାହିଁକି ନେଉଛ? ସବୁ କଲର୍ର ଗୋଟେ ଗୋଟେ ଧରୁନ, ଦେଖିବ ଏ ଦୁନିଆ କେମିତି ରଙ୍ଗମୟ ଦିଶିବ। ଆମେ ସେଦିନ 10,000 ଟଙ୍କାର ସପିଂ କରି ଖୁବ୍ ଖୁସିରେ ଘରକୁ ଫେରିଥିଲୁ। ସତ କହୁଛି, ସେଦିନ ମାଆର ଆଖି କଥା ମୋର ଆଦୌ ମନେ ପଡ଼ୁନଥିଲା, କିନ୍ତୁ ତାର ସେ ନୀରବତା। ହଁ, ବୋଧହୁଏ ଭଲ ପାଇବା ଭଲ ପାଏ ନୀରବତାକୁ। କିନ୍ତୁ ଆମେ ଯାହା ପାଇଁ ନୀରବି ଯାଆନ୍ତି, ସେ ଭଲ ପାଉଥିବା ମଣିଷ ଜଣକ ଯଦି ଆମ ନୀରବତାକୁ ବୁଝି ନପାରେ, କିଛି ମାନେ ଥାଏ କି ନୀରବତାର? ଏବେ ସମାଜର ଦୁଇଟି ଚିତ୍ର ଆପଣଙ୍କ ସାମ୍ନାରେ। ଆପଣ କେଉଁ ସମାଜରେ ରହିବା ପାଇଁ ପସନ୍ଦ କରିବେ, ନଜର ଏବଂ ଦୃଷ୍ଟିଭଙ୍ଗୀ ଆପଣଙ୍କର। ଆଜିର ଏପିସୋଡ଼ଟି କିପରି ଲାଗିଲା ନିଶ୍ଚିତ ମତାମତଟିଏ ଦେବେ। ଆଉ ଆଗକୁ ଏମିତି ସୁନ୍ଦର ସୁନ୍ଦର ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲିବେନି। ଧନ୍ୟବାଦ।